ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 302। ଯେତେବେଳେ ତୁମେ ତୁମକୁ ଅପ୍ରସନ୍ନ କରିଦେଉଥିବା କୌଣସି ମତକୁ ଶୁଣ, ସେତେବେଳେ ତୁମେ ତାହାକୁ ଅଧ୍ୟୟନ କର ଓ ସେଥିରେ ରହିଥିବା ସତ୍ୟକୁ ମଧ୍ୟ ଆବିଷ୍କାର କର। ଏଇଟା ସମସ୍ତେ କରିବା ସମ୍ଭବ ନୁହେଁ। ଯୋଉମାନେ ଅଗ୍ରଗତି କରିବା ପାଇଁ ସଂକଳ୍ପ କରିଥିବେ, ଯୋଉମାନେ ସତ୍ୟର ଅନୁସନ୍ଧିତ୍ସ ହେଇଥିବେ, ସାଧାରଣତଃ ସେମାନେ ଏଇ ଜିନିଷଟିକୁ ଗ୍ରହଣ କରନ୍ତି। ତେଣୁ ତାଙ୍କୁ ଅପ୍ରସନ୍ନ କରିଦେଉଥିବା କୌଣସି ମତକୁ ଶୁଣିବା ଏବଂ ତା ଭିତରେ ଥିବା ସତ୍ୟକୁ ଆବିଷ୍କାର କରିବା। ସବୁଠାରୁ ବଡ ଏକ୍ଜାମ୍ପଲ ଆମ ପାଖରେ ଦେଖନ୍ତୁ, ବହୁତ ଗୁଡେ ଏକ୍ଜାମ୍ପଲ ଭିତରେ ପ୍ରଭୁ ଶ୍ରୀଜୀଉଙ୍କର ଯୋଉ କାରାବାସ, ତାକୁ ପ୍ରଭୁ ଲେଖୁଛନ୍ତି, ସେ କାରାବାସରେ ଯୋଉ କଷ୍ଟ, ଯୋଉ ଚିନ୍ତା କରନ୍ତୁ, ଗୋଟିଏ ବାସନ ଯୋଉଥିରେ ଖାଇବା, ପିଇବା, ଗାଧେଇବା, ଛଞ୍ଚି ହେବା ବା ଶୌଚ ଆଦି କାମ କରିବା, ସବୁ ଗୋଟାଏ ଘର। ଏଇ ପ୍ରକାରର କାରାବାସ ଭିତରେ ଶେଷକୁ ସିଏ ପ୍ରଭୁ ଲେଖୁଛନ୍ତି ଯେ ମୁଁ ଇଂରେଜ ମାନଙ୍କୁ ଶତ୍ରୁ କହିବି ନା ମିତ୍ର କହିବି, କାରଣ ସେମାନେ ମତେ କାରାବାସ ଯୋଉ ଦେଲେ ବୋଲି ଆଣି ରଖିଲେ, କିନ୍ତୁ ସେଟା ମୋ ପାଇଁ ହେଇଗଲା ଆଶ୍ରମ ବାସ। ଆଶ୍ରମ ବାସ ହେଇଗଲା, ଯେତେ କାରାବାସ ଆଶ୍ରମ ବାସ ହେଇଯିବା କେତେବେଳେ ସମ୍ଭବ ହୁଏ? ଯେତେବେଳେ ବ୍ୟକ୍ତିର ଆଧାର ପ୍ରସ୍ତୁତ ଥାଏ ଏବଂ ସେ ନିଜକୁ ବାହ୍ୟ ଘଟଣାକୁ ନିଜ ପାଇଁ ବ୍ୟବହାର କରିବା ପାଇଁ ଶିଖିଥାଏ। ତେଣୁ ତା ପଶ୍ଚାତ ରହିଥିବା ସତ୍ୟକୁ ଆବିଷ୍କାର କରିବା ସେଇମାନଙ୍କ କ୍ଷେତ୍ରରେ ସମ୍ଭବ ହୁଏ, ଯୋଉମାନେ ସତ୍ୟ ଅନୁରାଗୀ, ସତ୍ୟ ଅନୁସନ୍ଧିଷ୍ଠୁ, ଯୋଉମାନେ ଜିଜ୍ଞାସୁ, ଯୋଉମାନେ ଅଗ୍ରଗତି ପିପାସୁ, ସେମାନେ ସେଥିପାଇଁ ଅଭିଯୋଗ କରନ୍ତି ନାହିଁ। If you sincerely want to live according to truth, you must know that you can learn from everything and that you have the possibility of making progress at every moment. A great stupidity can often reveal a great light to you if you know how to see it. ଯଦି ତୁମେ ଯଥାର୍ଥ ନିଷ୍ଠାର ସହିତ ପରମ ସତ୍ୟର ବିଧାନ ଅନୁସାରେ ଜୀବନ ବଞ୍ଚିବାକୁ ଇଚ୍ଛା କରୁଥାଅ, ତେବେ ତୁମକୁ ଏକଥା ଅବଶ୍ୟ ଜାଣିବାକୁ ହେବ ଯେ ତୁମେ ପ୍ରକୃତରେ ଯାବତୀୟ ବସ୍ତୁରୁ ଶିକ୍ଷା କରିପାରିବ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଅଗ୍ରଗତି କରିବା ଲାଗି ମଧ୍ୟ ତୁମ ଆଗରେ ଅବଶ୍ୟ ଏକ ସମ୍ଭାବନା ରହିଛି। ଏକ ନିପଟ ନିର୍ବୋଧତା ମଧ୍ୟ ତୁମ ଲାଗି ଅନେକ ସମୟରେ ଏକ ବୃହତ ଆଲୋକର ଉଦ୍ଘାଟନ ଘଟାଇପାରେ। ତୁମେ କେବଳ ତାହାକୁ ଦେଖି ଜାଣିଲେ ହେଲା। ଆମ ପାଖରେ ଏକ୍ଜାମ୍ପଲ ତ ତାପାକୁ ଭର୍ତ୍ତି ହେଇଛି। ଦେଖନ୍ତୁ, ବାଳକ ଅବସ୍ଥାରେ ଧ୍ରୁବ ଯେତେବେଳେ ଥିଲେ, ସେତେବେଳେ ତାଙ୍କ ପିତାଙ୍କର କୋଳରେ ବସିବାକୁ ନ ଦେବାଟା ତାଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ହେଲା ଏବଂ ସେ ପ୍ରଭୁ ଶ୍ରୀ ନାରାୟଣଙ୍କର ଦର୍ଶନ ଲାଭ କଲେ ବାଳୁତ ଅବସ୍ଥାରେ। ପ୍ରହ୍ଲାଦଙ୍କ ଅବସ୍ଥା ଦେଖନ୍ତୁ, ଅତିରୁ ଅତି ଦୟନୀୟ ଅବସ୍ଥା। ମାରିବା ପାଇଁ ଯେତେ ପ୍ରକାରର ପେଞ୍ଚ କଲେ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁଙ୍କର ସେ ଦର୍ଶନ କଲେ, ହରିଙ୍କର ଦର୍ଶନ ହେଲା ଏବଂ ନୂତନ ଅବତାର ବି ଗ୍ରହଣ କଲେ। ଏବଂ ଆମେ ଅନେକ ସମୟରେ ଶୁଣିଛନ୍ତି, ମନେଥିବ ଯେ ବିବାହ ବେଦୀରେ ଯେତେବେଳେ ଶୁଣି ଦେଇଛନ୍ତି ସାବଧାନ, ସେଇ ମୁହୂର୍ତ୍ତରେ ସିଏ ସାବଧାନ ହେଇଯାଇଛନ୍ତି, ଯେ କହୁଛନ୍ତି ମୁଁ କଣ ଏଇ ଆସକ୍ତିର ବନ୍ଧନରେ ବାନ୍ଧି ହେଇଯିବି, ସଂସାରର ଏଇ ମୋହମାୟାର ବନ୍ଧନରେ ବାନ୍ଧି ହେଇଯିବି। ସେଠି ସେ ନିରାସକ୍ତ ହେଇଯାଉଛନ୍ତି ଏବଂ ଧୋବାଟିଏ ଯେତେବେଳେ ତାଙ୍କର କୌଳିକ ବୃତ୍ତି କାର୍ଯ୍ୟ କରୁଛନ୍ତି, ଯେତେବେଳେ ଝିଅ କହୁଛି ସମୟ ହେଇଗଲାଣି ବୋଲି କହୁଛନ୍ତି, ବାପା ବେଳ ହେଇଗଲା, ବାସ୍ ସେଇ ମୁହୂର୍ତ୍ତରେ ତାଙ୍କ ଭିତରେ ଯେପରି ଏକ ସ୍ପନ୍ଦନ, ତୀବ୍ର ବିଦ୍ୟୁତ ପ୍ରବାହ ବା ଆମେ କହିପାରିବା ଯେମିତି ଯେତେବେଳେ ବଜ୍ରପାତ ହୁଏ ବା ଲାଇଟନିଂ ହୁଏ, ସେଇଭଳି ତାଙ୍କ ଭିତରେ ଏକ ଶିହରଣ ଖେଳି ଆଣିଦେଇଛି ଏବଂ ସେ ଭାବୁଛନ୍ତି ସତ କଥା ତ, ଜୀବନର କେତେ ଗୁଡେ ପାବଚ୍ଛ ଚାଲିଗଲା, ଏ ପର୍ଯ୍ୟନ୍ତ ମୁଁ ମୋ ବିଷୟରେ ସଚେତନ ହେଇପାରି ନାହିଁ, ଭଗବାନଙ୍କ ସହିତ ମୋର ସମ୍ପର୍କ ରକ୍ଷା କରିପାରିଲି ନାହିଁ, ଆଉ କାହିଁ ବେଳ ତ ହେଇଗଲା। ତେଣୁ ଗୋଟିଏ
ମାନେ ଯେକୌଣସି ଏକ ଅବସ୍ଥା ନିପଟ ନିର୍ବୋଧତା ଅବସ୍ଥା ମଧ୍ୟ ଆମ ପାଇଁ ଗୋଟେ ବୃହତ ଆଲୋକର ଉଦ୍ଘାଟନ କରିଦେଇପାରେ। ତେଣୁ ଏଠି ହଉଛି ତୁମେ କେବଳ ତାହା ଦେଖି ଚାଲିଲେ ହେଲା। ବେଳେବେଳେ ଅନେକ ପ୍ରଶ୍ନ କରନ୍ତି ଯେ ସେଇ ସମୟରେ ଯୋଉ ଘଟଣା ଘଟୁଛି ତାଙ୍କ ପାଇଁ କଣ ଏଇଟା ଭଗବାନଙ୍କର ଅହେତୁକୀ କୃପା ନୁହେଁ କି? ଦେଖନ୍ତୁ ଅହେତୁକୀ କୃପା ତ ସେଇଟା ହଉଛି ଅ ପରମଙ୍କର ନିଜସ୍ୱ ନିୟମ କୁହନ୍ତୁ, ନୀତି କୁହନ୍ତୁ, ନିଜସ୍ୱ ବିଧାନ କୁହନ୍ତୁ ବା ନିଜସ୍ୱ ଇଚ୍ଛା କୁହନ୍ତୁ। କିନ୍ତୁ ଏକଥା ସବୁ ଜାଗାରେ ଦେଖାଯାଇଛି ଯୋଉ ଜାଗାରେ ବି ଅହେତୁକୀ କୃପା ଆସିଛି ସେଠି ଦେଖାଯାଇଛି ଯେ ପୂର୍ବରୁ ଅନେକ ଜନ୍ମ ଧରି ସିଏ ପ୍ରୟାସରତ ରହିଛନ୍ତି। ଛୋଟିଆଟିଏ ବା ଗୋଟେ ଅତି ପତଳା ଚାଦର ଭଳି ଏକ ଆବରଣଟିଏ ଥାଏ, ସେଇଟା ଭାଙ୍ଗିବା ପାଇଁ ଏକ ଉପଯୁକ୍ତ ସମୟ ଆସି ପହଞ୍ଚେ। ସେଇ ସମୟରେ ସେଇ ଘଟଣାଟି କଣ କରେ, ସେ ଆବରଣଟି ଭାଙ୍ଗି ଦିଏ ଏବଂ ନୂତନ ସତ୍ୟଟିକୁ ଉଦ୍ଘାଟିତ କରି ବସାଏ। ତେଣୁ ଏଇଠି ସେଇ ଯୋଉ ଘଟଣାଟି ସେତିକି ବେଳେ ଉଦ୍ଘାଟିତ ହୁଏ ଯେତେବେଳେ ଆମର ନିଷ୍ଠାର ସହିତ, ଯଥାର୍ଥ ନିଷ୍ଠାର ସହିତ ଅଗ୍ରଗତି କରିବାର ଏକ ତୀବ୍ର ସଂକଳ୍ପ, ତୀବ୍ର ଆସ୍ପୃହା, ତୀବ୍ର ପ୍ରୟାସ ରହିଥାଏ। ସିଏ କଣ କରେ, ସମୟ ଆଣିଦିଏ। 21 ଦିନ ହେଇଗଲେ ଯେପରି ମାର ଥଣ୍ଟରେ ଗୋଟିଏ ମାତ୍ର ଠକ୍ କରି ଦେଇଦେଲେ ଭାଙ୍ଗିଯାଏ ଖୋଳପା ଏବଂ ତା ଭିତରୁ ନୂତନ ଶାବକଟିଏ ବାହାରକୁ ପରିପ୍ରକାଶିତ ହୁଏ। ସେଭଳି ଭାବରେ ଆମର ନିଷ୍ଠାପର ପ୍ରାର୍ଥନା, ନିଷ୍ଠାପର ପ୍ରୟାସ, ନିଷ୍ଠାଯୁକ୍ତ କର୍ମ ସିଏ ପ୍ରସ୍ତୁତି କରିଚାଲିଥାଏ। ଏକ ସମୟ ଆସି ପହଞ୍ଚେ ଯେତେବେଳେ କେବଳ ପରମ ତାଙ୍କର ଶେଷ ସ୍ପର୍ଶ ଦିଅନ୍ତି ଏବଂ ନୂତନ ବସ୍ତୁର ରୂପ ପ୍ରକାଶିତ ହୁଏ, ନୂତନ ବସ୍ତୁ ଉଦ୍ଘାଟିତ ହୁଏ। ତେଣୁ ସେଇମାନଙ୍କ କ୍ଷେତ୍ରରେ ଘଟେ ଯୋଉମାନେ ଯଥାର୍ଥ ନିଷ୍ଠାର ସହିତ ପରମ ସତ୍ୟର ବିଧାନ ଅନୁସାରେ ବଞ୍ଚିବାକୁ ଇଚ୍ଛା କରିଥାନ୍ତି। ଜ୍ଞାନ 303। ମଧ୍ୟଯୁଗର ସନ୍ନ୍ୟାସୀମାନେ ନାରୀମାନଙ୍କୁ ଘୃଣା କରୁଥିଲେ ଓ ସାଧୁମାନଙ୍କୁ ପ୍ରଲୋଭନ ଦେଖାଇବା ଲାଗି ସେମାନେ ଭଗବାନଙ୍କ ଦ୍ୱାରା ତିଆରି ହୋଇଛନ୍ତି ବୋଲି ଭାବୁଥିଲେ। ଭଗବାନଙ୍କ ବିଷୟରେ ଏବଂ ନାରୀ ବିଷୟରେ ଆମେ ଆହୁରି ଟିକେ ଅଧିକ ଉଦାର ହୋଇ ମଧ୍ୟ ଭାବି ପାରନ୍ତେ। ଜ୍ଞାନ 304। ଯଦି କୌଣସି ନାରୀ ତୁମକୁ ପ୍ରଲୋଭିତ କରିଛି ତେବେ ତାହା ତାର ଦୋଷ ନା ତୁମ ନିଜର? ତୁମେ ଜଣେ ବୋକା ଓ ଆତ୍ମ ପ୍ରତାରକ ହୁଅ ନାହିଁ। ଜ୍ଞାନ 305ରେ ଲେଖୁଛନ୍ତି, ନାରୀର ପାଶ ଭିତରୁ ମୁକ୍ତ ରହିବା ଲାଗି ଦୁଇଟି ଉପାୟ ରହିଛି। ଗୋଟିଏ ହେଉଛି ପ୍ରତ୍ୟେକ ନାରୀ ଠାରୁ ଦୂରରେ ରହିବା ଏବଂ ଆରଟି ହେଉଛି ପ୍ରତ୍ୟେକ ସତ୍ତାକୁ ଭଲ ପାଇବା। ଏଠି ତିନିଟା ଯାକ ଜ୍ଞାନ ଗୋଟିଏ ପରେ ଗୋଟିଏ ସତ୍ୟ ଆମ ପାଖରେ ଉଦ୍ଘାଟିତ କରୁଛି। ପ୍ରଥମ ଜ୍ଞାନରେ କହୁଛନ୍ତି, ଗୋଟେ ସମୟ ଥିଲା ଯୋଉମାନେ ସାଧୁମାନେ ମନେ କରୁଥିଲେ ଯେ ନାରୀମାନେ ଆମ ପାଖରେ ଯୋଉ ଆସିଛନ୍ତି ବା ସଂସାରରେ ଆସିଛନ୍ତି ସେ କେବଳ ପ୍ରଲୋଭନ ଆଣନ୍ତି ଏବଂ ଆମକୁ ପଥଭ୍ରଷ୍ଟ କରାନ୍ତି, ତପସ୍ୟା ମାର୍ଗରୁ ବିଚ୍ୟୁତ କରାନ୍ତି। ତେଣୁ ସେମାନେ ନାରୀମାନଙ୍କୁ ଘୃଣା କରୁଥିଲେ। ପ୍ରଭୁ ଲେଖୁଛନ୍ତି ସେତେବେଳେ ଟିକେ ଅଧିକ ଉଦାର ହେଇକି ଏମାନେ ଭାବି ପାରିଥାନ୍ତେ ଯେ ଭଗବାନଙ୍କ ବିଷୟରେ ଆଉ ନାରୀ ବିଷୟରେ। କାରଣ ଅନେକ ସମୟରେ ସେଇ ନାରୀମାନେ ହିଁ ପ୍ରେରଣା ଦିଅନ୍ତି। ସେ ନାରୀମାନେ ହିଁ ନିରନ୍ତର ଲାଗି ରହିବା ପାଇଁ ସବୁବେଳେ ଆମକୁ ଉତ୍ସାହିତ କରନ୍ତି, ସୁଯୋଗ ଦିଅନ୍ତି ଏବଂ ଦେଖିବେ ଅନେକ ଆବିଷ୍କାର, ନୂତନ ଆବିଷ୍କାର ହେଇଛି, ତାହା ପଶ୍ଚାତରେ ନାରୀ ମାନଙ୍କର ପ୍ରସାଦ ବା ଏକ ଆପଣ କହିପାରିବେ ମାନେ ସୁଚିନ୍ତିତ, ସୁନିୟୋଜିତ ଏବଂ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଯେମିତି କହନ୍ତି ସେଭଳି ଭାବରେ ତାଙ୍କର ପ୍ରେରଣା, ତାଙ୍କର ଜ୍ଞାନ, ତାଙ୍କର ପ୍ରୟାସ, ତାଙ୍କର ଅସୀମ ଧୈର୍ଯ୍ୟ ଇଏ ସବୁ ଯୋଗୁଁ ହିଁ ନୂତନ ଆବିଷ୍କାର ହେଇପାରିଛି। ଏବଂ ଜଣେ କବିଟିଏ ଯଦି ସାଧାରଣ ଭାବରେ ଦେଖିବେ, ଜଣେ କବିଟିଏ ଜଣେ କବିତା ଲେଖିବା, ଜଣେ ଲେଖକଟିଏ ଲେଖାଟିଏ ଲେଖିବା, ଜଣେ ବୈଜ୍ଞାନିକ ଯେତେବେଳେ ବିଜ୍ଞାନର ଅନୁସନ୍ଧାନରେ ମାତିଯାଏ ସେତେବେଳେ ସିଏ ତ ତାଙ୍କ କାମରେ ଲାଗିଥାନ୍ତି, କିନ୍ତୁ ତାଙ୍କ ପଶ୍ଚାତରେ ରହି
ତାଙ୍କୁ ପୂର୍ଣ୍ଣ ପ୍ରୟାସରେ ସହଯୋଗ କରି ଚାଲିଥିବା ବ୍ୟକ୍ତି ହେଉଛନ୍ତି ସେ ନାରୀ। ସେଥିପାଇଁ କୁହାଯାଏ ସମସ୍ତ ନୂତନ ନୂତନ ଘଟଣାର ପଶ୍ଚାତରେ ନାରୀ ମାନଙ୍କର ହାତ ଥାଏ ବୋଲି କୁହାଯାଏ। ତେଣୁ ଏଇଠି ସେଇଥିପାଇଁ ଜ୍ଞାନ 304ରେ ପ୍ରଭୁ କହୁଛନ୍ତି, ଯଦି ତୁମେ କହୁଛ ଯେ ନାରୀ ତୁମକୁ ପ୍ରଲୋଭିତ କରୁଛି, ତେବେ ଦୋଷଟା ତାର ନା ତମର? ଦୋଷଟା କାହାର? ପ୍ରଲୋଭିତ ଯିଏ ହୁଏ ନା ଗୋଟେ ବ୍ୟକ୍ତି ହଉ ବା ଗୋଟେ ବସ୍ତୁ ହଉ ବା ଗୋଟେ ଘଟଣା ହଉ, ସିଏ ତାର ସେଇଭଳି ଭାବରେ ପରିପ୍ରକାଶ ହଉଛି। ସୌନ୍ଦର୍ଯ୍ୟକୁ ଦେଖି ତୁମେ ଆକର୍ଷିତ ହେଉଛ, ସେଇଟା ତୁମର ଏକ ଆସକ୍ତିର ବା ଆକର୍ଷିତ ହେବାର ପରିଣାମ। ତେଣୁ ସେଇଟା ତୁମର ଦୋଷ। ଯୋଉ ନାରୀ କାମିନୀ କାଞ୍ଚନ ବୋଲି କୁହାଯାଏ, କାହିଁକିନା କାମ ପ୍ରବୃତ୍ତି ନାରୀକୁ ସେଥିପାଇଁ କଣ କରେ ନା ସାଧୁ ସନ୍ନ୍ୟାସୀ ମାନେ ଦୂରେଇ ରଖନ୍ତି। ତେବେ ସେଥିପାଇଁ ପ୍ରଭୁ କହୁଛନ୍ତି ସେଠି ତୁମେ ହଉଛ ଠକ, ତୁମେ ହଉଛ ଦୋଷୀ। ଦୋଷ ବାହାରର କାହାର ନାହିଁ, ଦୋଷ ହଉଛି ତମ ନିଜର। ତୁମର ନିଜ ଉପରେ ନିଜର କର୍ତ୍ତୃତ୍ୱ ନାହିଁ, ନିୟନ୍ତ୍ରଣ ନାହିଁ, ପ୍ରଭୁତ୍ୱ ଆସିନାହିଁ। ତେଣୁ ତୁମେ ଜଣେ ବୋକା ଏବଂ ତୁମେ ଜଣେ ଆତ୍ମପ୍ରତାରକ। ତାର ଉପାୟରେ ଜ୍ଞାନ 305ରେ କହୁଛନ୍ତି, ନାରୀର ପାଶ ଭିତରୁ ମୁକ୍ତ ରହିବା ଲାଗି ଦୁଇଟି ଉପାୟ ରହିଛି। ଏଠି ନାରୀ କଥା ଯୋଉଟା କୁହାଯାଏ, ସାଧାରଣତଃ ଏଠି ଆମେ ମନେ ରଖିବା, ଯେକୌଣସି ପ୍ରବୃତ୍ତି ହେଉଥାଉ ନା କାହିଁକି, ଯେକୌଣସି ପ୍ରବୃତ୍ତି ହେଉଥାଉ ନା କାହିଁକି, ତା ଭିତରୁ ମୁକ୍ତ ରହିବା ପାଇଁ ମଧ୍ୟ ଦୁଇଟି ଉପାୟ ରହିଥାଏ। ଗୋଟିଏ ହଉଛି ଦୂରରେ ରହିବା, ଅନ୍ୟଟି ହଉଛି ତାକୁ ପ୍ରତ୍ୟେକ ସତ୍ତାକୁ ଭଲ ପାଇବା କହୁଛନ୍ତି। ଗୋଟେ ହଉଛି ଦୂରେଇ ରହିବା, ଅନ୍ୟଟି ଯଦି ଆମେ ଦେଖିବା ତା ଉପରେ ବିଜୟ ହାସଲ କରିବା। ତା ଉପରେ ବିଜୟ ହାସଲ କରିବା ପାଇଁ ଯୋଉ ସବୁଠାରୁ ସରଳ ମାର୍ଗ ହେଲା, ପ୍ରତ୍ୟେକ ସତ୍ତା ଭିତରେ ଯୋଉ ଭଗବାନଙ୍କର ପରିପ୍ରକାଶ ଯିଏ ଲୁକ୍କାୟିତ ହେଇ ରହିଛି, ତାକୁ ଭଲ ପାଇବା। ତେଣୁ ପ୍ରତ୍ୟେକ ସତ୍ତାକୁ ଯେତେବେଳେ ତୁମେ ଭଲ ପାଇବା ଶିଖିବ, ତେବେ ତୁମ ଭିତରେ ଆସକ୍ତି ଆସିବ ନାହିଁ। ତୁମ ଭିତରେ ଆସକ୍ତି ଯଦି ନ ଆସିଲା, ତେବେ ତୁମେ ବନ୍ଧନ ଭିତରେ ବାନ୍ଧି ହେବ ନାହିଁ। ତେଣୁ ତୁମର ଅଗ୍ରଗତି ପଛରେ କେହି ଆଉ ବାଧକ ସୃଷ୍ଟି ହେବେ ନାହିଁ। ଏଠି ତେଣୁ ପ୍ରତ୍ୟାଖ୍ୟାନ କରିବା ଲାଗେ, ଆମେ ଭାବୁଛେ ଆମେ ପ୍ରତ୍ୟାଖ୍ୟାନ କରିଦେଇଥାଉ, ପ୍ରକୃତରେ ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବା କଷ୍ଟ ହେଇଥାଏ, ଏତେ ସହଜ ନୁହେଁ। ଆପଣଙ୍କୁ ଲାଗୁଥାଏ ଆପଣ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି, କିନ୍ତୁ ଦେଖିବେ ଯେତେବେଳେ ଆପଣଙ୍କ ପାଖରେ ଏମିତି ଏକ ପରିସ୍ଥିତି ଆସି ପହଞ୍ଚିବ, ଯେତେବେଳେ ଆପଣ ନିଜ ଉପରେ ପୁଣି ସେଇ ନିୟନ୍ତ୍ରଣଟି ହରାଇ ବସିବେ ଏବଂ ଭୁଲଟି କରି ବସିବେ। ଯେମିତି ସେଇଥିପାଇଁ ଯେତେବେଳେ କହନ୍ତି ଯେ କୌଣସି ପ୍ରୟାସର ଯେତେବେଳେ ସାଧୁମାନଙ୍କୁ ଯୋଉମାନେ ତପସ୍ୟା କରୁଥାନ୍ତି, ଇନ୍ଦ୍ର ତାଙ୍କ ତପସ୍ୟାରୁ ବିରତ ନ କରିପାରନ୍ତି, ଶେଷକୁ ସେ ଅସ୍ତ୍ର ବ୍ୟବହାର କରନ୍ତି କଣ, ଯେ ଅପ୍ସରା ମାନଙ୍କୁ ପଠେଇବା। ତାମାନେ ଏଠି ପ୍ରକୃତ କଥା ହଉଛି ଯେ ଆମର ନିଜସ୍ୱ କାମ ପ୍ରବୃତ୍ତି ଉପରେ ଯେହେତୁ ନିୟନ୍ତ୍ରଣ ନାହିଁ, ତେଣୁ ସେଇଠି ଆମେ କଣ ହାରିଯାଉ, ତେବେ ଦୋଷଟି କାହା ପାଖରେ ରହିଛି। ତେଣୁ ମାଙ୍କୁ এই ବିଷୟ ନେଇକି ପ୍ରଚାର ହେଉଛି ପ୍ରଶ୍ନଟି ଯେ ସାଧାରଣ ଜୀବନରେ ଜଣେ ଆଧୁନିକ ନାରୀର ଆଦର୍ଶ କଣ ହେବା ଉଚିତ? ମାଲୁଛି ସାଧାରଣ ଜୀବନରେ ନାରୀମାନେ ସବୁ ପ୍ରକାର ବିଚାରଧାରା ରଖିପାରିବେ, ଏହା ଆଦୌ ଏକ ମହତ୍ୱପୂର୍ଣ୍ଣ କଥା ନୁହେଁ। ମାନେ କହୁଛି ଏଇଟା ଗୋଟେ ବଡ କଥା କଣ? କାହିଁକି ନା ସାଧାରଣ ଜୀବନରେ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସାମଞ୍ଜସ୍ୟତା ନାରୀ ମାନଙ୍କ ଲାଗି ଆଦର୍ଶ ହୋଇ ରହିବା ଉଚିତ। କାହିଁକିନା ଏଇଟା ନା ତାଙ୍କର ଏକ ସ୍ୱାଭାବିକ ପ୍ରବୃତ୍ତି। ତେଣୁ ସେମାନେ ସବୁ ପ୍ରକାର ବିଚାରଧାରା ରଖିପାରିବେ, କିନ୍ତୁ ତାପରେ ମା ସେଠି ଆଉ ଗୋଟେ କଥା ପରେ ଯୋଡିଛନ୍ତି, କହୁଛନ୍ତି ଯେ ସାଧାରଣ ଜୀବନରେ ସ୍ୱାସ୍ଥ୍ୟ, ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସମଞ୍ଜସତା ରକ୍ଷା କରିବା ନାରୀ ମାନଙ୍କର ଆଦର୍ଶ ହେବା ଉଚିତ। ଆପଣ ଦେଖିବେ ନାରୀ ମାନଙ୍କର ଯେତେବେଳେ ଅନେକ 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 ମହତ୍ଵ ଗୁଣ ତାଙ୍କ ପାଖରେ ରହିଥାଏ, ଯାହା ଫଳରେ ଏକ ସଂଗଠିତ କାର୍ଯ୍ୟ ହେଇପାରେ, ଏକ ସମାଜରେ ପରିଣତ ହେଇପାରେ।
ପ୍ରତ୍ୟେକ ଘଟଣାରେ ତାଙ୍କର ବରଦ ହସ୍ତ କଣ କରେ ନା ରୂପାୟ ଯୋଉ ରୂପଟି ଗ୍ରହଣ ହଉଥାଏ ବା ପରିପ୍ରକାଶ ତାକୁ ପୂର୍ଣ୍ଣାଙ୍ଗ ରୂପ ଦିଏ। କିନ୍ତୁ ସେଇଠି ଯେତେବେଳେ ସଂକୀର୍ଣ୍ଣତା ଆସିଯାଏ ସେତେବେଳେ ସେଠି ସବୁ କିଛି ନଷ୍ଟ ହେଇଯାଏ। ସଂକୀର୍ଣ୍ଣତା ଆସିଗଲେ ଯୋଉ ବିଶାଳତା ଯୋଉ ମହାନତା ସକାଶେ ଭାରତ ବର୍ଷର ସାଧୁ ମାନେ ଋଷି ମୁନି ଗଣ କହି ଯାଇଛନ୍ତି ବସୁଧୈବ କୁଟୁମ୍ବକମ୍ ଓಂ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ। ତେଣୁ ମା କଶ୍ଚିତ୍ ଦୁଃଖ ଭାବ ପବେ। ତେଣୁ ଯୋଉମାନେ ଏତେ ବିଶାଳ ଗୋଟେ ପ୍ରସାର ର ହୃଦୟ ଦେଖେଇ ଯାଇଛନ୍ତି ସେତେବେଳେ ଯେତେବେଳେ ସେ ସଂକୀର୍ଣ୍ଣ ହେଇଯାଆନ୍ତି ସେତେବେଳେ ଆସକ୍ତି ଯୁକ୍ତ ହେଇଯାଆନ୍ତି ସେତେବେଳେ କେବଳ ତାଙ୍କ ପିଲା ତାଙ୍କ କାର୍ଯ୍ୟ ତାଙ୍କ ଘର ତାଙ୍କ ପରିବାର ସେତିକି ଭିତରେ ସୀମିତ ରହିଯାନ୍ତି। ଏପରିକି ଅନେକ ସମୟରେ ଅତି ନିମ୍ନ ପ୍ରାଣ ଚେତନାରେ ଲୋକ ବାସ କରୁଥିଲେ କହନ୍ତି ଇଭିନ୍ ବିବାହ କରି ଆସି ସାରିଲା ପରେ ପ୍ରାୟତଃ ବାପ ଘରକୁ ସେମାନେ ନିଜ ଘର ବୋଲି କୁହନ୍ତି। କିନ୍ତୁ ଆହୁରି କେତେ ବି ବ୍ୟକ୍ତି ଅଛନ୍ତି ସେମାନେ ଯେତେବେଳେ ଆସନ୍ତି ଯୋଉଠି ନୂତନ ସଂସାରଟେ କରନ୍ତି ସେତେବେଳେ ସେମାନେ ତାଙ୍କ ନିଜ ବାପା ମାଙ୍କୁ ମଧ୍ୟ ଆଉ ନଜିର ରହିଛି ଯେପରି ତାଙ୍କୁଠୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି। ତେଣୁ ଏଇ ପ୍ରକାର ହଉଛି ସେତିକି ବେଳେ ସମ୍ଭବ ହୁଏ ଯେତେବେଳେ ନିମ୍ନ ପ୍ରାଣର ଗତିବୃତ୍ତିରେ ଆମେ ରହିଯାଉ ଆଉ ଉଠି ପାରୁନା ଉର୍ଦ୍ଧ୍ୱକୁ ଅଗ୍ରଗତି ଆମର ସେଠି ଠପ୍ ହେଇଯାଏ ଆମେ ପଥଭ୍ରଷ୍ଟ ହେଇଯାଉ। ତେଣୁ ଏଠି ନାରୀ ମାନଙ୍କ କଥା ଯେତେ ଉଠୁଛି ଏଠି ବା କହୁଛନ୍ତି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦିବ୍ୟ ପରମ ସତ୍ତାଙ୍କର ଉପଲବ୍ଧି ଲାଗି ନାରୀ ଏବଂ ପୁରୁଷର ସମାନ ସାମର୍ଥ୍ୟ ରହିଛି। ଏଠି ଆକ୍ଚୁଆଲି ନାରୀ ପୁରୁଷ କେବଳ ବାହ୍ୟତଃ ଶାରୀରିକ ଗଠନ ଦୃଷ୍ଟିରୁ ଭିନ୍ନ ମାତ୍ର କିନ୍ତୁ ପ୍ରୟାସ ଏବଂ ସମସ୍ତଙ୍କ ଭିତରେ ଭଗବାନଙ୍କର ଯୋଉ ପରିପ୍ରକାଶ ସମାନ ଭାବରେ ଥାଏ। ତେଣୁ ସମସ୍ତଙ୍କର ଦିବ୍ୟ ପରମ ସତ୍ତାଙ୍କର ଉପଲବ୍ଧି ପାଇଁ ସମସ୍ତଙ୍କର ସମାନ ସାମର୍ଥ୍ୟ ରହିଛି। ଏଠି ନାରୀ ପୁରୁଷର କୌଣସି ସଂଜ୍ଞା ହିଁ ନାହିଁ। ତାଙ୍କ ପାଇଁ ଅଲଗା ତାଙ୍କ ପାଇଁ ଅଲଗା ସେମିତି କିଛି ନଥାଏ। ପ୍ରତ୍ୟେକ ସେଇ କ୍ଷେତ୍ରରେ ଆପଣା ଆପଣାର ନିଜ ମାର୍ଗରେ ଓ ଆପଣା ଆପଣାର ସମ୍ଭାବନା ଅନୁସାରେ ଏଥିଲାଗି ଅବଶ୍ୟ ପ୍ରୟାସ କରିପାରିବେ। ତେଣୁ ଏଇଟା ସମସ୍ତଙ୍କ ପାଇଁ ସମାନ ଏଥିରେ କୌଣସି ଲିଙ୍ଗ ଭେଦର ଯଥାର୍ଥତା ନାହିଁ ବା ତାର ପ୍ରୟୋଜନ ନାହିଁ। Ma. Thank you all, Robert.